ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କୁ ଅର୍ପିତ କରାଯାଇଥିବା ଭୋଗ ଯେପର୍ଯ୍ୟନ୍ତ ମହାପ୍ରସାଦ ହୋଇପାରେ ନାହିଁ, ଯେପର୍ଯ୍ୟନ୍ତ ତାହାକୁ ମନ୍ଦିର ପରିସରରେ ଥିବା ଦେବୀ ବିମଳାଙ୍କୁ ଅର୍ପଣ କରାନଯାଇଛି। ଏହା ପଛରେ ଗଭୀର ପୌରାଣିକ, ତାନ୍ତ୍ରିକ ଏବଂ ଆଧ୍ୟାତ୍ମିକ କାରଣ ଅଛି। ଏଇଥିପାଇଁ ପୁରୀ ଧାମ ଏକ ଅତ୍ୟନ୍ତ ଜାଗ୍ରତ ଏବଂ ପବିତ୍ର ଆଦି ଶକ୍ତିପୀଠ ଅଟେ। ଏ ଶକ୍ତିପୀଠର ମୁଖ୍ୟ ଅଧିଷ୍ଠାତ୍ରୀ ଦେବୀ ବିମଳା ଅଟନ୍ତି। ଶାସ୍ତ୍ର ଅନୁସାରେ କୌଣସି ବି ଶକ୍ତିପୀଠ କ୍ଷେତ୍ରରେ ଯେଉଁ ଭୋଗ ଅର୍ଥାତ୍ ନୈବେଦ୍ୟ ପୁରୁଷ ଦେବତାଙ୍କୁ ଅର୍ପଣ କରାଯାଇଛି, ତାହା ସେ ପର୍ଯ୍ୟନ୍ତ ସିଦ୍ଧ ହୋଇପାରେ ନାହିଁ ଯେପର୍ଯ୍ୟନ୍ତ ସେହି କ୍ଷେତ୍ରର ମୁଖ୍ୟ ଶକ୍ତି ବା ଭୈରବୀ ତାକୁ ସ୍ୱୀକାର ନ କରିଛନ୍ତି। ତନ୍ତ୍ରର ମୂଳ ନିୟମ। ତାନ୍ତ୍ରିକ ଗ୍ରନ୍ଥ ଯେପରି ରୁଦ୍ରଯାମଳ ତନ୍ତ୍ର ଅନୁସାରେ ଜଗନ୍ନାଥ ପୁରୀ କ୍ଷେତ୍ରରେ ଭଗବାନ ଜଗନ୍ନାଥ ସାକ୍ଷାତ ଭୈରବ ଅଟନ୍ତି ଏବଂ ଦେବୀ ବିମଳା ତାଙ୍କର ଭୈରବୀ ଅର୍ଥାତ୍ ଶକ୍ତି ଅଟନ୍ତି। ବିମଳାସା ମହାଦେବୀ, ଜଗନ୍ନାଥସ୍ଥ ଭୈରବ। ରୁଦ୍ରଯାମଳ ତନ୍ତ୍ର। ଉଚ୍ଛିଷ୍ଟ ଗ୍ରହଣର ନିୟମ। ତନ୍ତ୍ରଶାସ୍ତ୍ର ଅନୁସାରେ ଭୈରବଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଭୋଜନର ଅବଶିଷ୍ଟାଂଶ ଯେତେବେଳେ ଭୈରବୀ ଅର୍ଥାତ୍ ଶକ୍ତିଙ୍କୁ ଅର୍ପଣ କରାଯାଏ, ସେତେବେଳେ ତାହା ଦୁଇ ଜଣଙ୍କ ଶକ୍ତି ଦ୍ୱାରା ମିଳିତ ହୋଇ ଦିବ୍ୟ ଊର୍ଜାରେ ପରିଣତ ହୋଇଯାଏ ଓ ମହାପ୍ରସାଦରେ ପରିଣତ ହୁଏ। ଏହା ବୈଷ୍ଣବ, ଶୈବ ଏବଂ ଶାକ୍ତ ମତଙ୍କର ମିଳନର ପ୍ରତୀକ ଅଟେ। ଏକ ପ୍ରସିଦ୍ଧ କଥା ଅନୁସାରେ ଥରେ ଦେବର୍ଷି ନାରଦ ବୈକୁଣ୍ଠକୁ ଗଲେ ଏବଂ ସେ ଦେଖିଲେ ଯେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ଭୋଜନ କରାଉଛନ୍ତି। ସେ ସେହି ଭୋଜନର କିଛି ଅଂଶ ଭଗବାନଙ୍କଠାରୁ ପ୍ରାପ୍ତ ହେଲେ। ତାପରେ ସେ ତାହାକୁ ଆସି କୈଳାସରେ ବିରାଜମାନ କରିଥିବା ଦେବାଦେବ ମହାଦେବଙ୍କୁ ପ୍ରଦାନ କଲେ। ମହାଦେବ ତାକୁ ସେହି ପ୍ରସାଦକୁ ପାଇ ଅତ୍ୟନ୍ତ ପ୍ରସନ୍ନ ହେଲେ। ଯେତେବେଳେ ପାର୍ବତୀ ଜାଣିଲେ ଯେ ଭଗବାନ ଶିବ ମହାବିଷ୍ଣୁଙ୍କର ପ୍ରସାଦ ଗ୍ରହଣ କରିଛନ୍ତି, ସେତେବେଳେ ସେ ତାକୁ ପାଇବା ପାଇଁ ଶିବଙ୍କୁ ଅନୁରୋଧ କଲେ। ଶିବ କହିଲେ, ସବୁ ପ୍ରସାଦ ତ ମୁଁ ଖାଇସାରିଛି, ବର୍ତ୍ତମାନ ଆଉ କିଛି ପ୍ରସାଦ ବାକି ନାହିଁ। ତେଣୁ ସେହି ପ୍ରସାଦକୁ ପାଇବା ପାଇଁ ଦେବୀ ପାର୍ବତୀ ଭଗବାନ ବିଷ୍ଣୁଙ୍କର ତପସ୍ୟା କଲେ। ଏଥିରେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ତାଙ୍କୁ କହିଲେ, ହେ ମାତା ପାର୍ବତୀ, କଳିଯୁଗରେ ମୁଁ ପୁରୁଷୋତ୍ତମ କ୍ଷେତ୍ର ଅର୍ଥାତ୍ ପୁରୀରେ ଅବତାର ଗ୍ରହଣ କରିବି। ସେଠାରେ ପ୍ରତିଦିନ ମୋର ଯେଉଁ ପ୍ରସାଦ ହେବ, ତାହା ତୁମକୁ ପ୍ରଥମେ ଅର୍ପଣ କରାଯିବ। ତୁମେ ବିମଳା ରୂପରେ ଅର୍ଥାତ୍ କ୍ଷେତ୍ରାଧୀଶ୍ୱରୀ ବିମଳା ରୂପରେ ତାକୁ ଗ୍ରହଣ କରିସାରିବା ପରେ ତାହା ମହାପ୍ରସାଦ ନାମରେ ପରିଚିତ ହେବ ଏବଂ ଅନ୍ୟମାନେ ତାକୁ ସ୍ୱୀକାର କରିବେ। ତାନ୍ତ୍ରିକ ଏବଂ ସ୍ଥାପତ୍ୟ ପରମ୍ପରା ଅନୁସାରେ ମାତା ବିମଳାଙ୍କୁ ଜଗନ୍ନାଥ ମନ୍ଦିର ପରିସରର ମୁଖ୍ୟ ରକ୍ଷକ ଏବଂ ସଂରକ୍ଷିକା ଭାବରେ ଗ୍ରହଣ କରାଯାଇଛି। ଏଥିପାଇଁ ପରମ୍ପରା ଏହା ବି ଅଟେ କି ମୁଖ୍ୟ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ହିଁ ପ୍ରଥମେ ଶ୍ରଦ୍ଧାଳୁ ମାତା ବିମଳାଙ୍କର ଦର୍ଶନ କରି ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତି। ଠିକ୍ ସେହି ପ୍ରକାର ଯେପରି ରୋଷେଇରେ ନିର୍ଗତ ହୋଇଥିବା ପ୍ରସାଦ ବା ଭୋଜନ ବି ମନ୍ଦିରର ସଂରକ୍ଷକଙ୍କ ସ୍ୱୀକୃତି ଅନୁସାରେ ତାଙ୍କ ସମକ୍ଷରେ ପ୍ରସ୍ତୁତ କରାଯାଏ।